नमस्कार सांग माने आपण मानकु मो चैनल को बहुत बहुत स्वागत। आज आम एक एमिति सहज और स्वादिष्ट रेसिपी बनैबा जहाँ पाई आमे घरे रही जाइतिबा बासी रुटी रो एकदम नुआ भाबरे व्यवहार करिबा। आउ एई बासी रुटी को फोपाड़ी न देई एथिरु बनाई परिबा मजादार लडू जोटा कि समस्तंको पसंद आसिबो। ସେଥିପାଇଁ ଭିଡ଼ିଓକୁ ଆପଣ ସ୍କିପ୍ ନ କରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ରେସିପିଟି ବହୁତ ଭଲ ଭାବରେ ବୁଝିପାରିବେ। ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଗୋଟେ ଛୋଟିଆ କମେଣ୍ଟ କରିବେ। ତାହେଲେ ଚାଲନ୍ତୁ ଆମେ ଏଇ ବାସି ରୁଟିରୁ ଗୋଟେ ପ୍ରସ୍ତୁତି ନୂଆ ମଜାଦାର ଲଡ଼ୁ ପ୍ରସ୍ତୁତି କରିବା। ସେଥିପାଇଁ ଆମକୁ ବାସି ରୁଟି ଦରକାର। ତ ଦେଖନ୍ତୁ ଏଠି ମୋର କିଛି ବଳି ଯାଇଥିଲା ବାସି ରୁଟି ମୁଁ ନେଇଯାଇଛି। ତ ବାସି ରୁଟିକୁ ନେଲା ପରେ ପ୍ରଥମେ ଆମେ କ'ଣ କରିବା ନା ଗ୍ୟାସ୍ ଅନ୍ କରିବା। ଗ୍ୟାସ୍ ଅନ୍ କରି ଗୋଟେ ତାୱା ବସାଇବା ଆଉ ସେଥିରେ ସବୁ ରୁଟିକୁ ଆମେ ସେକିବା। ତ ଏଇଟା କ'ଣ ସେକିବାର କାରଣ, ଏଇଟା ଟିକେ କ୍ରିସ୍ପି ହେଇଯିବ ଆଉ ଆମକୁ ଗୁଣ୍ଡ କରିବା ପାଇଁ ସୁବିଧା ହେବ। ତ ଏମିତି ଗୋଟେ ପରେ ଗୋଟେ ରୁଟିକୁ ଦେଇକି ଆମେ କ'ଣ କରିବା, ଭଲ ଭାବରେ ଏହାକୁ ଟିକେ ଟାଣ ହେଲା ପର୍ଯ୍ୟନ୍ତ ସେକିଦେବା। ତ ଏଇଠି ଆମର ଦେଖନ୍ତୁ ରୁଟି ସେକି ହୋଇଗଲାଣି। ଏଇଟାକୁ ଆମେ ଛୋଟ ଛୋଟ ସବୁ ଖଣ୍ଡ କରିଦେବା, ଯେଉଁଟାକି ଆମକୁ ଗ୍ରାଇଣ୍ଡିଙ୍ଗ କରିବାକୁ ସୁବିଧା ହେବ। ତ ଏମିତି ଛୋଟ ଛୋଟ ଖଣ୍ଡ କରିଦେବା ଆଉ ଗ୍ରାଇଣ୍ଡର ଜାରରେ ଏହି ଖଣ୍ଡ ଗୁଡ଼ାକୁ ଆମେ ସବୁ ଦେଇଦେବା। ତ ଏହାକୁ ଦେଇକି ଆପଣ ବିଲକୁଲ ବି ପାଣି ୟୁଜ୍ କରିବେନି, ଏହାକୁ ଶୁଖିଲା ସେମିତି ହିଁ ଗ୍ରାଇଣ୍ଡିଙ୍ଗ କରିବେ। ତ ଦେଖନ୍ତୁ ଏଇଠି ମୋର ପାଉଡ଼ର ପ୍ରସ୍ତୁତି କରିକି ଗୋଟେ ବାଉଲରେ ରଖିଦେଇଛି। ଏବେ ଆମେ କ'ଣ କରିବା, ଗ୍ୟାସ୍ ଅନ୍ କରି ଗୋଟେ ପ୍ୟାନ୍ ବସାଇବା ଆଉ ସେଥିରେ ଦେଇଦେବା 4 ଟେବୁଲ୍ ସ୍ପୁନ୍ ଗୁଆ ଘିଅ। ଗୁଆ ଘିଅ ଗରମ ହୋଇସାରିଲାଣି। ଏଠି ମୁଁ ଡ୍ରାଏ ଫ୍ରୁଟ୍ସ ଭିତରେ କିସମିସ୍, ଆଲମଣ୍ଡ ଏବଂ କାଜୁ ନେଇଛି। ଆପଣ ଚାହିଁଲେ ଆପଣଙ୍କର ମନପସନ୍ଦର ଡ୍ରାଏ ଫ୍ରୁଟ୍ସ ଆପଣ ନେଇପାରିବେ। ତ ଏହାକୁ ଆମେ କ'ଣ କରିବା, ପ୍ରଥମେ ଏଠି ଆଲମଣ୍ଡ ଆଉ କାଜୁକୁ ଭଲ ଭାବରେ ଟିକେ ଭାଜିଦେବା। ଏଇଟା 1 ମିନିଟ୍ ଭାଜି ହେଇସାରିଲା ପରେ ଆମେ କିସମିସ୍କୁ ଏଡ଼୍ କରିବା। ତ କିସମିସ୍କୁ ଦେଲା ପରେ ପୁଣି ଥରେ ଆଉ 1 ମିନିଟ୍ ଏଭଳି ଭାବରେ ଆମେ ଭାଜିବା। ତ ଏବେ ଆମର ଡ୍ରାଏ ଫ୍ରୁଟ୍ସ ଭାଜି ହେଇଗଲାଣି। ଏବେ ଏହାକୁ କ'ଣ କରିବା ନା ଯେଉଁ ରୁଟି ଗୁଣ୍ଡ କରିଥିଲେ ସେଥିରେ ଆମେ ଏଡ଼୍ କରିଦେବା, ମାନେ ପକାଇଦେବା। ତ ଏହାକୁ ପକାଇ ସାରିଲା ପରେ ଆମେ ସେଇ ପ୍ୟାନ୍ରେ କ'ଣ କରିବା ନା ମିଠା ପାଇଁ ଏଠି ଗୁଡ଼ ନେଇଛି। ଏଠି ମୁଁ 3 ଟେବୁଲ୍ ସ୍ପୁନ୍ ଗୁଡ଼ ନେଇଛି ଆଉ 2 ଟେବୁଲ୍ ସ୍ପୁନ୍ ପାଣି ନେଇଛି। ତ ଏହାକୁ ଟିକେ ପାଣିରେ ଆମର ମେଲ୍ଟ କରିବାର ଅଛି, ନା ଏଠି କୌଣସି ତାର ବନେଇବାର ଅଛି। ଦେଖନ୍ତୁ ଏବେ ଆମର ବନିଗଲା। ତ ଏହାକୁ ଆମେ କ'ଣ କରିବା ନା ଏଇ ଯେଉଁ ପାଉଡ଼ର କରିଥିଲେ ରୁଟି ଗୁଣ୍ଡ ସେଥିରେ ଆମେ ପକାଇଦେବା। ତ ଏହାକୁ ଆମେ କ'ଣ କରିବା ନା ଡାଇରେକ୍ଟ ଆମେ ମିଶାଇଦେବା। ତ ଟିକେ ଅଳ୍ପ ଥଣ୍ଡା ହେଲା ପରେ ଆପଣ ଏହାକୁ ମିଶାଇଦେବେ। ତ ମିଶାଇ ସାରିଲା ପରେ ଏହାକୁ ସ୍ପେଚୁଲାରେ ଭଲ ଭାବରେ ମିକ୍ସ କରିଦେବେ। ଡାଇରେକ୍ଟ ହାତ ମାରିବେନି, କାହିଁକି ନା ଏଇଟା ଗରମ ରହିଛି। ତ ଏହାକୁ ମିକ୍ସ କଲା ପରେ ଆମେ କ'ଣ କରିବା ନା ଏହାକୁ ଏଥିରେ ଟିକେ ଗୋଲମରିଚ ଆଉ ଗୁଜୁରାତିର ପାଉଡ଼ର ମୁଁ ହାଫ୍ ଚାମଚ ଦେଇଦେଇଛି। ଏହାକୁ ଭଲ ଭାବରେ ଆମେ ମିକ୍ସ କରିଦେବା ପୁଣି ଥରେ। ତାପରେ ହାତରେ ମିକ୍ସଚରରୁ ଅଳ୍ପ ଅଳ୍ପ ନେଇକି ଏମିତି ଗୋଲ ଆକାର ନେଇକି ପ୍ରସ୍ତୁତି କରିଦେବେ ଲଡ଼ୁ। ତ ମୋର ପ୍ରସ୍ତୁତି ହେଇଗଲା ବାସି ରୁଟିର ଲଡ଼ୁ। ଯଦି ଆପଣମାନଙ୍କୁ ଏହି ରେସିପିଟି ଭଲ ଲାଗୁଛି ନିହାତି ଲାଇକ୍ କରିବେ, ସାଙ୍ଗସାଥି ଓ ରିଲେଟିଭ୍ ମାନଙ୍କୁ ସେୟାର କରିବେ। ଯଦି ଚ୍ୟାନେଲକୁ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦେବେ।